ଆମର ଓମେନ୍ସ କଲେଜ ଉଦଳା ନୂଆ ହଷ୍ଟେଲ ବିଲ୍ଡିଂ ଯେଉଁ ଆମ ଛାତ୍ରୀମାନଙ୍କ ପାଇଁ ଆମ ଭଉଣୀମାନଙ୍କ ପାଇଁ ହେଲା ତାକୁ କଲେକ୍ଟର ଆସିଥିଲେ ଆଉ ଅନ୍ୟାନ୍ୟ ପଦାଧିକାରୀ ମାନେ ବି ଆସିଥିଲେ ତାକୁ ଆମେ ଉନ୍ମୋଚନ କରିଦେଲୁ। ବିଶେଷ କରି ଏଠି 600 କ୍ୟାପାସିଟିର ହଷ୍ଟେଲ ହେବା କଥା, ଆହୁରି ଗୋଟେ ବିଲ୍ଡିଂ ହେବ, ଦୁଇଟା ହେଇସାରିଛି। ଯେହେତୁ ବାଉଣ୍ଡରୀ ସେଫ୍ ସାଇଡ୍ ନାହିଁ, ଆମେ କରୁଛୁ ଧୀରେ ସୁସ୍ଥେ ବାଉଣ୍ଡରୀ ୱାଲ୍ ହେଇଗଲା ପରେ ଆପାତତଃ ଏବେ ଆମେ ଚିନ୍ତା କରିଛୁ 200ରୁ 300 ପିଲା ଏଠି ରଖିବା ପାଇଁ। ଆଉ ପୁରା ବାଉଣ୍ଡରୀ ହେଇଗଲେ ଆମେ 600 କ୍ୟାପାସିଟି, ଯେହେତୁ 3ଟା ବିଲ୍ଡିଂ ହେବ, ଆଉ ଗୋଟେ ନୂଆ ବିଲ୍ଡିଂ ହେବାର ଅଛି, ତାକୁ ବି ମଧ୍ୟ ଆମେ କାମ ଆରମ୍ଭ କରିବୁ। ଆଉ ଏଥିପାଇଁ ପିଲା ଏଠି ରହିକିରି କେମିତି ଶିକ୍ଷା ବ୍ୟବସ୍ଥା ତାଙ୍କର ଠିକ୍ ହେବ, ଏଇ ଦୃଷ୍ଟିକୋଣ ସରକାର ତାକୁ ବିଚାର କରି କରିଛନ୍ତି। 200 ଶଯ୍ୟା ବିଶିଷ୍ଟ ଆମର ଯେଉଁ ଛାତ୍ରୀ ନିବାସଟା ହେଇଛି, ଏଇଟା ଆମର ଟୋଟାଲ ଏଷ୍ଟିମେଟ୍ 6 crore ଏଷ୍ଟିମେଟ୍ର ପୁରା ହେଇଛି। ଏଠି 3ଟା ଫ୍ଲୋର୍ ଅଛି, 3ଟା ଫ୍ଲୋର୍ରେ ପୁରା ରୁମ୍ ଏବଂ ତାଙ୍କର ଟଏଲେଟ୍ ସବୁ ଯେତିକି ପ୍ରକାର କିଚେନ୍ ସବୁ ବ୍ୟବସ୍ଥା କରାହେଇଛି। ଏଠି 200 ଛାତ୍ରୀ ରହିପାରିବେ। ଆଉ ଆର ବହୁତ ବଢ଼ିଆ ଫେସିଲିଟି, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରେ ଗୋଟେ ବହୁତ ବଢ଼ିଆ ଫେସିଲିଟି ହେଇଛି।